ନରମି ଯାଇଛି ଗାଁ ଦାଣ୍ଡ ଜନଶୂନ୍ୟ ହୋଇ ପଡ଼ିଛନ୍ତି ସେହି ଗାଁର ପରିବାରର ଏବଂ ସମସ୍ତ ଜନସାଧାରଣ। ଆଜି ଏହି ଖବର ପ୍ରଚାରିତ ହେବା ପରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ ଆସି ସେ ପରିବାରମାନେ ପାଖରେ ପହଞ୍ଚିଛନ୍ତି। ସେମାନେ କହୁଛନ୍ତି ଯେ ଡକ୍ଟରଙ୍କ ବିରୁଦ୍ଧରେ ହତ୍ୟା ଅଭିଯାନ ଆଣିବା ପାଇଁ। ଆସନ୍ତୁ ବୁଝିବା ସେ ମହାଶୟ କ'ଣ କହୁଛନ୍ତି ଆମେ ଆସନ୍ତୁ। ଆପଣଙ୍କ ପରିଚୟ ଦେଇଛନ୍ତି। ରଞ୍ଜିତ ଦାସ ଜିଲ୍ଲା କଂଗ୍ରେସ ସଭାପତି। ଗତକାଲି ସେ ଝିଅକୁ ଡକ୍ଟର ହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରୁଛନ୍ତି, ଭୁଲ ମେଡିସିନ ଦେଇ। ଆପଣ କ'ଣ କହିବେ? ଠିକ କଥା କହିଛନ୍ତି ପରିବାର ଲୋକ, କାରଣ ଗୋଟେ ନର୍ମାଲ ଝିଅ ତାର ଜ୍ୱର ହେଇଥିଲା, ତାକୁ ମାନେ ଡାକ୍ତରଖାନାକୁ ନେଇଛନ୍ତି ଚିକିତ୍ସା କରିବା ପାଇଁ ଏବଂ ଗୋଟିଏ ଇଞ୍ଜେକ୍ସନ ଆଉ ସାଲାଇନରେ ଯଦି ସେ ମରିଯାଇଛି, ପରିବାର ଲୋକ ଠିକ କଥା କହିଛନ୍ତି, ତାକୁ ହତ୍ୟା କରାହେଇଛି। ଏଇଟା ଡାକ୍ତର ଅବହେଳା କୁହାଯିବନି, ଏଇଟା ହତ୍ୟା କରାହେଇଛି। ତେଣୁ ଏଭଳିଆ ନରହତ୍ୟାକାରୀ ଡାକ୍ତର ଯିଏ ସମାଜ ପାଇଁ କଳଙ୍କ, ତାଙ୍କୁ ଚାକିରିରୁ ବହିଷ୍କାର କରିବା କଥା, ବହିଷ୍କାର କରାଯାଉ ଏବଂ এটা হত্যা মোকদ্দমা তার হব। এবে এমানে যে কেস করছেন হচ্ছে অবহেলা, মানে গোটে ড্রাইভর রাস্তায় গাড়ি চলাই গলাবেলে যদি লোকটা মারি যাচ্ছে মরি যাচ্ছে তা গাড়ি ধক্কারে যে দফা লাগিছে, বর্তমান সেই দফা লাগিছে যে ডাক্তারଙ୍କର অবহেলা পাই রোগীর, এটা অবহেলা নুহে, ইয়ে সম্পূর্ণ হত্যা। এবং আহুরি মধ্যে এমানে সাংঘাতিক কাম করিয়া যাচ্ছেন, পোস্টমর্টম রিপোর্ট কু এমানে সুপার এমানে করিয়া যাচ্ছেন যে ডাক্তারଙ୍କର অবহেলা যোগ মৃত্যু হই না বলি মধ্যে এমানে করিয়া পাই যাচ্ছেন। আজ এই কথা মু শুনিলা পরে মো পাদ তଳ মাটি খସି যাଉଛି আজ্ঞା। ତେଣୁ ଏହାର ସଠିକ ପୋଷ୍ଟମର୍ଟମ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିବା ଦରକାର। ଯେଉଁ ଭୁଲ ଇଞ୍ଜେକ୍ସନ ଦିଆହେଇଛି, କେଉଁ ଔଷଧର ପ୍ରଭାବରେ ରିଆକ୍ସନରେ ଏଇ ଯେଉଁ ଝିଅ ସନ୍ତୋଷୀ ବେହେରା 18 ବର୍ଷ କଲେଜର ଛାତ୍ରୀ ଜେଏନଜି ଛାତ୍ରୀ ମରିଯାଇଛି, ସେ ଇଞ୍ଜେକ୍ସନ ସେ ଔଷଧର କଥାକୁ ଏମାନେ ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରିବା କଥା ଏବଂ ସେ ଡାକ୍ତର ବହିଷ୍କାର ହଉ। ଏବଂ ଆଜି ଯେଉଁ ଦୁଃଖରେ ଯେଉଁମାନେ ମ୍ରିୟମାଣ ପରିବାରକୁ 50 ଲକ୍ଷର କ୍ଷତିପୂରଣ ସରକାର ଦିଅନ୍ତୁ ବୋଲି ଆମେ ଆଜି ଦାବି କରିବୁ। ମୁଁ ଜିଲ୍ଲାପାଳଙ୍କୁ ଗଲେ ଏହି ସମ୍ପର୍କରେ ନିଶ୍ଚିତ ଭାବରେ ଆମେ କହିବୁ ଏବଂ ଖଣ୍ଡପଡ଼ାର ଏସଟିପି ସରୋଜ ବାବୁଙ୍କୁ ସକାଳେ ମୁଁ ଟେଲିଫୋନ କଥା ହେଇଥିଲି ଏବଂ ଏବେ ବି ଗଲାବେଳେ ଭେଟିବୁ। ଏ କେସ୍ ଅବହେଳା ନୁହଁ, ଏକୁ ହତ୍ୟା ମୋକଦ୍ଦମାରେ କରାଯାଉ ଏବଂ ସେ ଡାକ୍ତରକୁ ତୁରନ୍ତ ଗିରଫ କରାଗଲେ ଏ ଲୋକମାନେ, ସାଧାରଣ ଲୋକ, ମହାପୁର ଅଞ୍ଚଳର ଲୋକମାନେ ସେ ଜାଣିବେ ଯେ ପ୍ରକୃତରେ ଆଇନ ଏ ରାଜ୍ୟରେ ଅଛି, ଏ ଦେଶରେ ଆଇନ ଅଛି। ଭୁଲ ଇଞ୍ଜେକ୍ସନ ଦେଇକି ମାରିଥିବା ଗୋଟେ ପେସେଣ୍ଟକୁ ମାରିଥିବା, ଗୋଟେ ଛାତ୍ରୀକି ମାରିଥିବା ଗୋଟେ ଡାକ୍ତର ସାଙ୍ଗେ ସାଙ୍ଗେ ତାକୁ ପୋଲିସ ବାନ୍ଧିକି ତାକୁ ଜେଲରେ ପୁରେଇଲା, ଲୋକ ଜାଣିବେ। ଆଉ ଆପଣଙ୍କ ମାଧ୍ୟମରେ ମୁଁ ଖଣ୍ଡପଡ଼ାର ବିଧାୟକ, ମାନ୍ୟବର ବିଧାୟକଙ୍କୁ କହିବାକୁ ଚାହେଁ ଯେ ବାବୁ ଟିକେ ଭଲ ଡାକ୍ତର ଟିକେ ରଖ ଏଠି ଲୋକଙ୍କୁ ସେବା କରିବା ପାଇଁ। ଏଇ ମଦୁଆ ଚୋର ନର ହତ୍ୟାକାରୀ ଡାକ୍ତର କ'ଣ ପାଇଁ ରଖିଛ? ମହାପୁରରେ ତମେ ରଖିଛ, ତମେ ସ୍ୱାସ୍ଥ୍ୟ ସେବା ଯଦି ଲୋକ ଯୋଗେଇ ପାରିବନି, କାହିଁକି ତମେ ଏମିତି ରଖିଛ? ମୁଁ ଆଜି ଆପଣଙ୍କ ମାଧ୍ୟମରେ ଖଣ୍ଡପଡ଼ାର ମାନ୍ୟବର ବିଧାୟକଙ୍କୁ କହିବା ପାଇଁ ଚାହେଁ। Mata,